ରାଶି ଏବଂ ଗ୍ରହମାନଙ୍କୁ ଦେଖିଲେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଭବିଷ୍ୟତ ଏବଂ ପ୍ରକୃତି ବିଷୟରେ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ଫଳକୁ ଦେଖି ଜଣେ ବ୍ୟକ୍ତିର ତ୍ରୁଟି ଏବଂ ରୋଗ ମଧ୍ୟ ସହଜରେ ଚିହ୍ନଟ ହୋଇପାରିବ। ଏଥିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ, କେଉଁ କାମ କରିବା ଉଚିତ, କ'ଣ କରିବା ଉଚିତ ନୁହେଁ, ଗ୍ରହମାନଙ୍କ ପ୍ରଭାବ ଅନୁଯାୟୀ ରୋଗର ଚିକିତ୍ସା ମଧ୍ୟ ଜଣାପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଆୟୁର୍ବେଦିକ ମିଶ୍ରଣରୁ ଜୀବନ ବଞ୍ଚିବାର ମନ୍ତ୍ର କୁହାଯାଇଛି, ଯାହା ଅନୁସାରେ କରି ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିପାରିବ। ଆଜିକାଲି ଲୋକମାନେ ପ୍ରାୟତଃ ଷ୍ଟିଲ୍ କିମ୍ବା ଫାଇବର ବ୍ୟବହାର କରନ୍ତି। ଏହାଦ୍ୱାରା କାହାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତ କାହା ପାଇଁ କ୍ଷତିକାରକ ହୋଇଥାଏ। କେଉଁ କାରଣ ବ୍ୟକ୍ତି କେଉଁ ଧାତୁ ବାସନ ଗୁଡ଼ିକ ବ୍ୟବହାର କରିବା ଉଚିତ, ଆସନ୍ତୁ ଜାଣିବା। ରାଶି ଅନୁଯାୟୀ ବ୍ୟବହାର କରନ୍ତୁ ବାସନ କୁସନ। ମେଷ ରାଶି, ସିଂହ ରାଶି ଏବଂ ବିଛା ରାଶି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶି ଲୋକଙ୍କୁ ତମ୍ବା ବାସନ ବ୍ୟବହାର କରିବା ପରାମର୍ଶ ଦିଆଯାଇଛି। ସବୁବେଳେ ତମ୍ବା ବାସନ ବ୍ୟବହାର କରିବା ସହଜ ନୁହେଁ, ତେଣୁ ଦିନରେ ଅତି କମ୍ରେ କମ୍ ବାସନ ଗୁଡ଼ିକୁ ବ୍ୟବହାର କରନ୍ତୁ। ଆପଣ ଏକ ତମ୍ବା ପାତ୍ରରେ କିମ୍ବା ଗ୍ଲାସରେ ପାଣି ପିଇପାରିବେ। ଏହା କରିବା ଦ୍ୱାରା ଅନେକ ପ୍ରକାର ଶାରୀରିକ ସମସ୍ୟାର ମୁକ୍ତି ମିଳିପାରେ। ନମ୍ବର 2, ମିଥୁନ, କନ୍ୟା, ଧନୁ ଏବଂ ମୀନ। ଏହି ରାଶିର ଲୋକମାନେ ଷ୍ଟିଲ୍ କିମ୍ବା ପିତ୍ତଳ ବାସନ ବ୍ୟବହାର କରିବା ଉଚିତ। ଏହି ଧାତୁ ଗୁଡ଼ିକ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହାକୁ ଅତି କମ୍ରେ ଦିନରେ ଥରେ ବ୍ୟବହାର କରିବା ନିଶ୍ଚିନ୍ତ କରନ୍ତୁ। ନମ୍ବର 3, ବୃଷ, କର୍କଟ ଏବଂ ତୁଳା। ଏହି ରାଶିର ଲୋକଙ୍କୁ ପିତ୍ତଳ କିମ୍ବା ଲୁହା ବାସନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଆପଣ ଚାହାନ୍ତି, ଆପଣ 5 ଧାତୁ କିମ୍ବା 8 ଧାତୁ ବାସନକୁ ମଧ୍ୟ ବ୍ୟବହାର କରିପାରିବେ। ମକର ରାଶି। ମକର ରାଶିର ଲୋକଙ୍କୁ କାଠ ବାସନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହାକୁ ଅତି କମ୍ରେ ଦିନରେ ଥରେ ବ୍ୟବହାର କରିବାକୁ ନିଶ୍ଚିନ୍ତ କରନ୍ତୁ। ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ନମ୍ବର 5, କୁମ୍ଭ ରାଶି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୁମ୍ଭ ରାଶିର ଲୋକମାନଙ୍କ ପାଇଁ କେବଳ ଷ୍ଟିଲ୍ ବାସନ ଉପକାରୀ ହୋଇପାରେ। ଷ୍ଟିଲ୍ ବାସନକୁ ଦିନକୁ ଥରେ ବ୍ୟବହାର କରିବା ଜରୁରୀ।